Friends, ଅନେକ ଦିନ ଏଇ ଆପଣମାନଙ୍କ ସହିତ ଯୋଗାଯୋଗରେ ଆମେ ରହିପାରୁନୁ କାରଣ ଯାନ୍ତ୍ରିକ ତ୍ରୁଟି ହେତୁ ଆମେ ଆପଣଙ୍କ ସହିତ ଯୋଗାଯୋଗରେ ରହିପାରିଲୁ ନାହିଁ। ଆଉ ଏବେ ଆମେ ପ୍ରୟାସ ରଖିଛୁ ନିହାତି ଭାବରେ ଆପଣମାନଙ୍କୁ ଆଗ ପରିକା ପ୍ରତିଦିନ ଏକ ନୂଆ ନୂଆ ଭିଡ଼ିଓରେ ସାରା ଦିନ ଝୁମେଇ ରଖିବା ପାଇଁ। ସେ ଯାହା ବି ହେଉନା କାହିଁକି ଯେମିତିକି ଆପଣମାନେ ଜାଣିଛନ୍ତି ଏହି ଚ୍ୟାନେଲର ଉଦ୍ଦେଶ୍ୟ ସବୁବେଳେ ବାସ୍ତବ ଜିନିଷକୁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା। କାହାକୁ ନିଚା ଦେଖାଇବା କିମ୍ବା ଉଚ୍ଚ ଦେଖାଇବା ଏହି ଚ୍ୟାନେଲର ଉଦ୍ଦେଶ୍ୟ ନୁହେଁ। ଯାହା ବାସ୍ତବ ତାହା ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉଅଛି। ଆପଣମାନେ ନିଶ୍ଚିତ ଭାବରେ ଅବଗତ ଥିବେ କି ସୃଷ୍ଟି ଆରମ୍ଭରୁ ଏହି ସୃଷ୍ଟିର ମନୁଷ୍ୟମାନେ ସେମାନଙ୍କର ଆକୃତି ପ୍ରକୃତି ବା ବ୍ୟବହାର ଆଚାର କିପରି ଭାବରେ ଥିଲା ଆପଣମାନେ ତାହା ଇତିହାସରୁ ନିହାତି ଭାବରେ ଜାଣିଥିବେ। ଯେତେବେଳେ ଏହି ମନୁଷ୍ୟମାନେ ଖାଦ୍ୟ ଖାଇ ଶିଖିନଥିଲେ, ବଣ ଜଙ୍ଗଲର ପ୍ରତ୍ୟେକ ଫଳମୂଳ ଖାଇ ଜୀବନଯାପନ କରୁଥିଲେ ବା ଜୀବନ ନିର୍ବାହ କରୁଥିଲେ। ଯେତେବେଳେ ସେମାନେ ଶିକାର ଶିଖିଲେ, କାଳକ୍ରମେ ସେମାନେ କଞ୍ଚା ମାଂସ ଖାଉଥିଲେ, ପଚା ମାଂସ ଖାଉଥିଲେ। ଯେତେବେଳେ ସେମାନେ ଅଗ୍ନିର ବ୍ୟବହାର ଶିଖିନଥିଲେ, ପଥରକୁ ପଥରରେ ଘଷି ବା ପଥରକୁ ପଥରରେ ପିଟି ଅଗ୍ନି ନିର୍ବାହ କରି ସେମାନେ କାଳକ୍ରମେ ମାଂସକୁ ପୋଡ଼ି ଖାଇବାର ସ୍ୱାଦ ମଧ୍ୟ ପାଇଲେ। ସେତେବେଳେ ଏହି ମନୁଷ୍ୟମାନଙ୍କ ଭିତରେ କୌଣସି ପ୍ରକାର ବାଦ ବିବାଦ ବା ଜାତିଭେଦ ବିଭେଦ କିଛି ବି ନଥିଲା। ଏମିତି ଦିନ ପରେ ଦିନ ଗଡ଼ି ଚାଲେ, ସମୟ ପରେ ସମୟ ବିତି ଚାଲେ। କାଳକ୍ରମେ ମନୁଷ୍ୟମାନେ ସୁନ୍ଦର ଜୀବନ ନିର୍ବାହ କରିବା ପାଇଁ ନଦୀ ପଠାରେ ସେମାନେ ଚାଷ କରି ଜୀବନଯାପନ ନିର୍ବାହ କରୁଥିଲେ। କାଳକ୍ରମେ ସେମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବସ୍ତ୍ରର ବ୍ୟବହାର ଶିଖିଲେ। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ କୁଡ଼ିଆ ବା ଘରର ଆବଶ୍ୟକ ମନେକରି ଗଛ ଡାଳ ପତ୍ରରେ ସେମାନେ କୁଡ଼ିଆ ନିର୍ମାଣ କରି ସେଠାରେ ଜୀବନ ନିର୍ବାହ କଲେ। କେମିତି ବି ହେଉନା କାହିଁକି ସେମାନେ କୌଣସି ଶିକାର ହେଉ ବା ଚାଷ କରି ହେଉ ବା ଫଳମୂଳ ହେଉ, ଏହି ଆଦି ମାନବମାନେ ଏପରି ଭାବରେ ଜୀବନ ନିର୍ବାହ କରୁଥିଲେ। କିନ୍ତୁ କେଜାଣି କେମିତି ଏମିତି ଏକ ସମୟ ଆସିଗଲା ଯାହାକି ଚତୁର୍ବର୍ଣ୍ଣର ବ୍ୟବସ୍ଥା କରାଗଲା। ଆଉ ଏହି ମଣିଷମାନଙ୍କ ଭିତରେ ବିଭିନ୍ନ ପ୍ରକାରର ଭେଦଭାବ ସୃଷ୍ଟି କରାଗଲା। ସମୟ ଯେତେ ଆଗେଇ ଚାଲିଲା, ଲୋକମାନେ ସେତେ ଉନ୍ନତ କଲେ, ଉନ୍ନତ ଧରଣର ମସ୍ତିଷ୍କ ପାଇଲେ। ଦିନକୁ ଦିନ ଲୋକମାନେ ଯେତେ ଡେଭଲପମେଣ୍ଟ କଲେ ତଥା ବିଭିନ୍ନ ପ୍ରକାରର କଳା କୌଶଳ ନାଟ ନୃତ୍ୟ ଏସବୁ ଜିନିଷ ଶିଖିଲେ ବା ଶିଖିବାକୁ ପାଇଲେ। ଲୋକମାନଙ୍କ ଭିତରେ ବିଭିନ୍ନ ପ୍ରକାରର ଭେଦଭାବ ସୃଷ୍ଟି ହେଲା ବା ଜାତିଗତ ସମସ୍ୟା ସୃଷ୍ଟି ହେଲା। ମନୁଷ୍ୟମାନଙ୍କ ଭିତରେ ମନୁଷ୍ୟ ଭିତରେ ଚତୁର୍ବର୍ଣ୍ଣ ବ୍ୟବସ୍ଥା କରାଯାଇ ସେମାନଙ୍କୁ ଜାତିଗତ ଆଧାରରେ ଘୃଣାର ପାତ୍ର ଭାବି ଛୁଆଁ ଅଛୁତର ଭେଦଭାବ ମଧ୍ୟ କରାଗଲା। ସେହି ଭେଦଭାବର ଆକ୍ରୋଶ ଏତେ ମାତ୍ରାରେ ବଢ଼ିଯାଇଛି ଯାହା ଆଜିକା ଦିନରେ କ୍ୟାନ୍ସର ଠାରୁ ଭୟଙ୍କର ଅଧିକ ମାତ୍ରାରେ ମାରାତ୍ମକ ଚିନ୍ତାଧାରା ଲୋକମାନଙ୍କ ମାନସିକରେ ଗ୍ରସ୍ତ କରିସାରିଛି। ଆଉ ଲୋକମାନେ ଏହି ଜାତିଗତ ଭେଦଭାବ ପାଇଁ ଜଣେ ଆଉ ଜଣକୁ ନିର୍ମମ ଭାବେ ହତ୍ୟା କରୁଛି ବା ପଶୁଠାରୁ ତାକୁ ଘୃଣା ମନେ କରୁଛି। ଆଜିକାଲି ସମୟରେ ପଶୁମାନଙ୍କୁ ଘରେ ସ୍ଥାନ ଦିଆଯାଉଛି, ନିଜର ଖଟ ପଲଙ୍କରେ ଶୋଇବାକୁ ତାଙ୍କୁ ଦିଆଯାଉଛି। ହେଲେ କୌଣସି ନିଚ ଜାତିର ବା ଅଛୁତ ଜାତିର ସମ୍ପ୍ରଦାୟର ଲୋକମାନଙ୍କୁ ଛୁଇଁଲେ ପାପ ବୋଲି ଆଜିକା ଦିନରେ ବି ମନାଯାଉଛି। ଲୋକମାନଙ୍କର ଏତେ ହୀନ ମାନସିକତା କ'ଣ ପାଇଁ? ଆଉ ଏଇ ଯେଉଁ ଚତୁର୍ବର୍ଣ୍ଣର ବ୍ୟବସ୍ଥାକାରୀମାନେ ଆସିଲେ କେଉଁଠୁ? ଲୋକମାନଙ୍କ ଭିତରେ ଯେଉଁ ଘୃଣା ସୃଷ୍ଟି କରିବା, ଏ ଘୃଣା କ୍ରିଏଟ୍ କରିବା, ସେ ଲୋକମାନେ ଭାରତକୁ କିପରି ଭାବରେ ଆସିଲେ? ସେ ଲୋକମାନଙ୍କର ପ୍ରକୃତ ଉଦ୍ଦେଶ୍ୟ କ'ଣ? ସେମାନଙ୍କର ବାସସ୍ଥାନ କେଉଁଠି ଥିଲା? ସେମାନେ କେଉଁଠାରୁ ଆସିଲେ? ଆଉ ଭାରତକୁ କାହିଁକି ଆସିଲେ? କାହିଁକି ଆଜି ପର୍ଯ୍ୟନ୍ତ ଭାରତର ବାସିନ୍ଦାମାନଙ୍କୁ ମୂଳ ନିବାସୀମାନଙ୍କୁ ସେମାନଙ୍କର ମିଛ ଷଡ଼ଯନ୍ତ୍ର ଜାଲରେ ପକାଇ ଏତେ ସାରା ନିର୍ଯାତନା ଦିଆଯାଉଛି? ଏ କଥା ଆପଣମାନଙ୍କୁ ନିହାତି ଭାବରେ ଜଣାଥିବ। ତାପରେ ବି ଆପଣମାନଙ୍କ ସମ୍ମୁଖରେ ନିହାତି ଭାବରେ ଆମେ ଏହି ଚ୍ୟାନେଲ ମାଧ୍ୟମରେ ଏହି ଭିଡ଼ିଓ ଦ୍ୱାରା ବି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ। ନିହାତି ଭାବରେ ଆପଣମାନେ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ ସେୟାର କରିବା ସହିତ ଏହି ଚ୍ୟାନେଲକୁ ସପୋର୍ଟ ଦିଅନ୍ତୁ, ବହୁତ ମାତ୍ରାରେ ସପୋର୍ଟ ଦିଅନ୍ତୁ ଯେ ପ୍ରକୃତ ଇତିହାସ ଭାରତର ଇତିହାସ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଇପାରିବ। ଫ୍ରେଣ୍ଡସ୍, ଆଗାମୀ ଭିଡ଼ିଓରେ ଆପଣମାନଙ୍କ ପାଇଁ ଏକ ଦମଦାର ଭିଡ଼ିଓ ପ୍ରସ୍ତୁତ କରାଯାଇଛି। ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଏହି ଭିଡ଼ିଓଟି ଯେତେବେଳେ ଆମେ ଅପଲୋଡ଼ କରିବୁ ସିଧାସଳଖ ଭାବରେ ଆପଣମାନଙ୍କ ପାଖରେ ନୋଟିଫିକେସନ୍ ପହଞ୍ଚିପାରିବ, ତାକି ସେହି ଭିଡ଼ିଓର ସମ୍ପୂର୍ଣ୍ଣ ଫାଇଦା ଆପଣମାନେ ଉଠାଇ ପାରିବେ ଏବଂ ଅନ୍ୟାନ୍ୟ ନୂତନ ଜିନିଷ ଆପଣମାନେ ଜାଣିବାକୁ ମଧ୍ୟ ପାଇପାରିବେ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଉ ଗର୍ବରେ କମେଣ୍ଟ ମାଧ୍ୟମରେ ଆପଣ ନିହାତି ଭାବରେ ଜଣାନ୍ତୁ, ଜୟ ସମ୍ବିଧାନ, ଜୟ ଭାରତ।